ଦୀପାବଳିରେ ମୋଦିଙ୍କ ବଡ ଗାଁ, ମା ଆତଙ୍କରୁ ମୁକ୍ତ ହେବ ଭାରତ। ଖୁବ୍ ଶୀଘ୍ର ମା ଆତଙ୍କରୁ ମୁକ୍ତ ହେବ ଭାରତ। ନୌବୀରଙ୍କ ସହିତ ଦୀପାବଳି ପାଳନ ଅବସରରେ ମୋଦି ବୟାନ ଦେଇଛନ୍ତି। କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଯେ ଆଜି ମାଓବାଦୀଙ୍କ ଆତଙ୍କରୁ ମୁକ୍ତ ପାଇଛି ଭାରତ। 2014 ପୂର୍ବରୁ ଦେଶରେ 125ଟି ଜିଲ୍ଲାରେ ନକ୍ସଲ ହିଂସା କେବଳ ହୋଇଥିଲା, ହେଲେ ମାତ୍ର ଏବେ 11ଟି ଜିଲ୍ଲାରେ ସେମାନେ ସକ୍ରିୟ ରହିଛନ୍ତି। ଗତ 10 ବର୍ଷର ପରିଶ୍ରମ ପରେ ଏହି ସଂଖ୍ୟା କମିଛି। ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ ବୋଲି ନରେନ୍ଦ୍ର ମୋଦି ତାଙ୍କ କଥା କହିଛନ୍ତି। ବଡ଼ ଧରଣର ବିମାନ ଦୁର୍ଘଟଣା, ରନୱେରୁ ଖସିଲା, ସିଧା ସମୁଦ୍ରରେ ପଡ଼ିଲା। ବଡ଼ ଧରଣର ବିମାନ ଦୁର୍ଘଟଣା ଦେଖିବାକୁ ମିଳିଛି। ହଂକଂ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଏକ ବଡ଼ ଧରଣର ଦୁର୍ଘଟଣା ଦେଖିବାକୁ ମିଳିଛି। ଦୁବାଇରୁ ଆସିଥିବା ଏକ ମାଳବାହୀ ଉଡ଼ାଜାହାଜ ହଂକଂ ଏୟାରପୋର୍ଟରେ ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣାର ଶିକାର ହୋଇଛି। ପ୍ଲେନଟି ରନୱେରୁ ସିଧା ଖସିଯାଇ ସମୁଦ୍ରରେ ପଡ଼ିଛି। ତେବେ ଏହି ଘଟଣାରେ 2 ଜଣଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ସ୍ଥାନୀୟ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଉଛି। ଭାରତକୁ ପୁଣି ଟ୍ରମ୍ପଙ୍କ ଧମକ, ରୁଷରୁ ତେଲ କିଣିଲେ ଆହୁରି ଲଗାଇବ ଟେରିଫ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତକୁ ଧମକ ଦେଇଛନ୍ତି। ଯଦି ଭାରତ ରୁଷ ତୈଳକୁ କ୍ରୟକୁ ସୀମିତ ନ କରେ ତେବେ ଭାରି ଶୁଳ୍କ ଲାଗୁ କରିବାକୁ ସେ ଧମକ ଦେଉଛନ୍ତି। ପୂର୍ବରୁ ସେ ଦାବି କରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବ୍ୟକ୍ତିଗତ ଭାବରେ ପ୍ରତିଶ୍ରୁତି ଦେଇଛନ୍ତି ଯେ ନୂଆଦିଲ୍ଲୀ ଏପରି ଆମଦାନୀ ବନ୍ଦ କରିବ। ନାରୀ ଶକ୍ତିର ମିସାଲ ହେଉଛି ଲକ୍ଷ୍ନୌ ସିଟି ଷ୍ଟେସନ। ସୁଇପର ଠାରୁ ନେଇକି ଅଫିସର ସମସ୍ତେ ମହିଳା। ମହିଳା ସଶକ୍ତିକରଣ ଆଜିର ସମାଜରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏହା କେବଳ ମହିଳାମାନଙ୍କ ଅଧିକାର କଥା ନୁହେଁ, ବରଂ ସୁସ୍ଥ, ସମୃଦ୍ଧ ତଥା ପ୍ରଗତିଶୀଳ ସମାଜ ଗଠନ ପାଇଁ ଗୋଟିଏ ମୁଖ୍ୟ ଆଧାର ଅଟେ। ବର୍ତ୍ତମାନ ମହିଳାମାନେ ଶିକ୍ଷା, ସ୍ୱାସ୍ଥ୍ୟ, ରାଜନୀତି, ଅର୍ଥନୀତି, ବିଜ୍ଞାନ, କଳା ଏବଂ ପ୍ରତିରକ୍ଷା ଭଳି ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ମଧ୍ୟ ପ୍ରତିପାଦନ କରିପାରୁଛନ୍ତି। ଯୁଦ୍ଧବିରତି ଚୁକ୍ତିକୁ ଉଲ୍ଲଂଘନ, ପୁଣି ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧର ସ୍ଥିତି। ଆମେରିକା ମଧ୍ୟସ୍ଥତାରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଅକ୍ଟୋବର 10ରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ଉଭୟ ପକ୍ଷ ଉଲ୍ଲଂଘନ କରି ପରସ୍ପରକୁ ଆକ୍ରମଣ କରିଛନ୍ତି। ଇସ୍ରାଏଲ ଏହି ଯୁଦ୍ଧବିରତିକୁ 40ରୁ ଅଧିକ ଥର ଉଲ୍ଲଂଘନ କରିଛି, ଯେଉଁଥିରେ 3 ଦିନ ମଧ୍ୟରେ ଅତି କମରେ 38 ଜଣ ପାଲେଷ୍ଟାଇନ ନାଗରିକ ମୃତ୍ୟୁବରଣ କରିଛନ୍ତି ଏବଂ 143 ଜଣ ମଧ୍ୟ ଆହତ ହୋଇଛନ୍ତି। 38 ସ୍ଥାନରୁ 12ଟି ସ୍ଥାନରେ ବାୟୁର ତାପମାନ ଅତ୍ୟନ୍ତ ଖରାପ। ଦୀପାବଳି ପୂର୍ବରୁ ବିଷାକ୍ତ ଥିଲା ଦିଲ୍ଲୀ ବାୟୁ। 38ଟି ସ୍ଥାନରୁ 12ଟି ସ୍ଥାନରେ ବାୟୁର ମାନ ଅତ୍ୟନ୍ତ ଖରାପ ରହୁଛି। ପ୍ରଦୂଷଣ ଯୋଗୁଁ ଦିଲ୍ଲୀ ଏନସିଆରରେ ଲାଗୁ ହୋଇଛି ପ୍ରାପ୍ତ 2ର କଟକଣା। ବିଭିନ୍ନ ସ୍ଥାନର ବାୟୁ ଗୁଣବତ୍ତା ସୂଚୀକାରେ 400 ଉପରେ ରହୁଛି। ରାଜଧାନୀରେ ବାଣ ଫୁଟାଇବା ପରେ କଟକଣା ଜାରି ରହିଥିଲା। ରାଜଧାନୀର କେତେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚାକ ବା AQI 400 ଅତିକ୍ରମ କରି ଅତି ଖରାପ ଶ୍ରେଣୀରେ ମଧ୍ୟ ପହଞ୍ଚି ଯାଇଛି। ସୂର୍ଯ୍ୟ ନଦୀର 56 ଘାଟରେ ଜଳିଛି 26 ଲକ୍ଷରୁ ଅଧିକ ଦୀପ। ଦୀପରେ ସଜେଇ ହୋଇଛି ରାମଙ୍କ ନଗରୀ। ଅଯୋଧ୍ୟା ପୁଣି ରଚିବାକୁ ଯାଉଛି ନୂତନ ଇତିହାସ। ଦୀପ ଉତ୍ସବ ପାଇଁ ଭବ୍ୟ ଆୟୋଜନ କରିଛନ୍ତି ଉତ୍ତରପ୍ରଦେଶ ସରକାର। ଦୀପାବଳିରେ 26 ଲକ୍ଷରୁ ଅଧିକ ଦୀପ ଜାଳି ଶ୍ରୀରାମଙ୍କ ନଗରୀ ଗ୍ରୀନିଜ ବୁକ୍ ଅଫ୍ ରେକର୍ଡରେ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି। ସରଜୁ ନଦୀର ବିଭିନ୍ନ ଘାଟରେ ଏହି 26,11,101ଟି ମଧ୍ୟ ଦୀପ ଲଗାଯାଇଥିଲା। ଝଲସି ଯାଉଛି ଅଯୋଧ୍ୟା ନଗରୀ। ଏଥିପାଇଁ ଗ୍ରୀନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡର ଅଧିକାରୀମାନେ ଅଯୋଧ୍ୟାରେ ମଧ୍ୟ ଉପସ୍ଥିତ ରହିଥିଲେ। ବିଶ୍ୱ ପ୍ରସିଦ୍ଧ ଲଭ୍ର ମ୍ୟୁଜିୟମରୁ ଫିଲ୍ମ ଷ୍ଟାଇଲରେ ଲୁଟ୍। ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। କିଛି ମୁଖମିନ୍ଧା ଚୋର ସହରର ଲଭ୍ର ମ୍ୟୁଜିୟମରେ ପହଞ୍ଚି ଯାଇଥିଲେ ଏବଂ କଟ୍ଟର ସହାୟତାରେ ମୂଲ୍ୟବାନ ଗହଣା ଚୋରି କରି ଫେରାର ହୋଇଯାଇଛନ୍ତି। ସବୁଠାରୁ ବଡ଼ କଥା ହେଲା ଯେ ମ୍ୟୁଜିୟମରେ ମାତ୍ର 7 ମିନିଟରେ ଏମାନେ ଏତେ ବଡ଼ ଚୋରି କରି ଫେରାର ହୋଇଯାଇଛନ୍ତି। ଏତେ କମ୍ ସମୟରେ ମଧ୍ୟ ଏଭଳି ଚୋର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ମନମାନିକୁ ଆମେରିକାରେ ଜୋରଦାର ବିରୋଧ। ଆମେରିକାର ରାଜା ରାସ୍ତାରେ ଏବେ ଜନସାଧାରଣଙ୍କ ଆକ୍ରୋଶ ଦେଖିବାକୁ ମିଳିଛି। ହଜାର ହଜାର ଲୋକ ହାତରେ ପୋଷ୍ଟର ଆଉ ନାରା ଦେଉଛନ୍ତି, ନୋ କିଙ୍ଗସ୍ ଇଜ୍ ଆମେରିକା, ଅର୍ଥାତ୍ ଆମେରିକାରେ ଚଳିବ ନାହିଁ ରାଜାଙ୍କ ରାଜୁତି। ପ୍ରତିବାଦର ଏହି ଜନସମୁଦ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି, ଶାସନ ନୀତି ବିରୁଦ୍ଧରେ ନ୍ୟୁୟର୍କ ଠାରୁ ଆରମ୍ଭ କରିକି ୱାସିଂଟନ, ଲସ୍ ଏଞ୍ଜେଲସ ଏବଂ ଚିକାଗୋ ପର୍ଯ୍ୟନ୍ତ ହଜାର ହଜାର ନାଗରିକ ଗଣତନ୍ତ୍ରର ସୁରକ୍ଷା ଦାବି କରି ରାସ୍ତାକୁ ମଧ୍ୟ ଓହ୍ଲାଇଛନ୍ତି। ପୁଣି ଭାରତକୁ ପରମାଣୁ ଅସ୍ତ୍ରର ଧମକ ଦେଖାଉଛି ପାକିସ୍ତାନ। ପାକିସ୍ତାନ ସେନା ମୁଖ୍ୟ ତଥା ଫିଲ୍ଡ ମାର୍ଶଲ
ଆସିମ ମୁନିର ଆଜି ପୁଣି ଭାରତ ବିରୁଦ୍ଧରେ ବିଷୋଦ୍ଗାର କରିଛନ୍ତି। ସେନାର ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୁନିର ଭାରତ ବିରୁଦ୍ଧରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାନି ସିଧାସଳଖ ଧମକ ଦେଇଛନ୍ତି। ତାଙ୍କର ଏହି ବୟାନ ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ବଢ଼ାଇ ଦେଇଛି। ଏହି ଉତ୍ତେଜକ ବୟାନ ଏଭଳି ସମୟରେ ଆସିଛି ଯେତେବେଳେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଡୁରାଣ୍ଡ ଲାଇନ ସୀମାରେ ସଂଘର୍ଷ ତୀବ୍ର ହୋଇଯାଇଛି। ଆରଜେଡିର 143 ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ। ବିହାର ବିଧାନସଭା ନିର୍ବାଚନ 143 ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ରାଷ୍ଟ୍ରୀୟ ଜନତା ଦଳ ତଥା ଆରଜେଡି କଂଗ୍ରେସ ସହିତ ଆସନ ଭାଗବଣ୍ଟା ସଂକଟ ମଧ୍ୟରେ ଆରଜେଡି ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। 143 ଜଣ ପ୍ରାର୍ଥୀ ମଧ୍ୟ ଘୋଷଣା ହୋଇଯାଇଛନ୍ତି। ଆରଜେଡି ନେତା ତେଜସ୍ୱୀ ଯାଦବ ବୈଶାଳୀ ଜିଲ୍ଲାର ରାଘୋପୁର ବିଧାନସଭା ଆସନରୁ ସେ ନିର୍ବାଚନ ଲଢୁଛନ୍ତି। ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ପ୍ରକାଶିତ ଏହି ତାଲିକାରେ ଯୁବପିଢି, ମହିଳା ଏବଂ ସଂଖ୍ୟାଲଘୁଙ୍କୁ ପ୍ରାଥମିକତା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ହେଉଛି ଶେଷ ତାରିଖ। ହରଡ଼ ଘଟଣାରେ ବିହାରର ମହାଗଠବନ୍ଧନ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅଟେ। ଏହା ସହିତ ଆଜି ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ। ତଥାପି ମହାଗଠବନ୍ଧନର ଚିତ୍ର ହୋଇପାରି ନାହିଁ ସ୍ପଷ୍ଟ। ସେପଟେ ମହାଗଠବନ୍ଧନ ଦୂରେଇ ଯାଇଛି। ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଜେଏମ୍ ଏକୁଟିଆ 6ଟି ଆସନ ଲଢ଼େଇ କରିବାକୁ ସେଠାରେ ଘୋଷଣା କରିଛି। ଆତ୍ମସମର୍ପଣ କରିଛନ୍ତି 170ରୁ ଅଧିକ ମାଓବାଦୀ। ଛତିଶଗଡ଼ରେ ମାଓବାଦୀକୁ ଜବରଦସ୍ତ ଝଟକା ଲାଗିଛି। ଆତ୍ମସମର୍ପଣ କରିଛନ୍ତି 170ରୁ ଅଧିକ ଜଣ ମାଓବାଦୀ। ସେମାନଙ୍କ ମଧ୍ୟରେ ରହିଛନ୍ତି ଉତ୍ତର ପଶ୍ଚିମ ସବ୍ ଜୋନାଲର ଇନଚାର୍ଜ ତଥା ରୂପେଶ ସମେତ ଅନେକ ଦୁର୍ଦ୍ଦାନ୍ତ କର୍ମୀ ଏବଂ ନେତାମାନେ। ଗତକାଲି 27 ଜଣ ମାଓବାଦୀ ଆତ୍ମସମର୍ପଣ ମଧ୍ୟ କରିଥିଲେ। ସେପଟେ ଗତକାଲି ମହାରାଷ୍ଟ୍ରରେ 61 ଜଣ ମାଓବାଦୀ ସମର୍ପଣ କରିଥିଲେ। ରୂପେଶ ନିଜ ସହିତ 130 ଜଣ ନକ୍ସଲକୁ ଧରି କରିଦେଇଛନ୍ତି ଆତ୍ମସମର୍ପଣ। 885 ଟଙ୍କାରେ 11 ମାସ ପର୍ଯ୍ୟନ୍ତ ମିଳିବ କଲିଂ, ଡାଟା ଏବଂ SMS ସର୍ଭିସ। ରିଲାଏନ୍ସ ଜିଓର ପୋର୍ଟଫୋଲିଓରେ ଅନେକ ପ୍ରକାର ରିଚାର୍ଜ ପ୍ଲାନ ମିଳିଥାଏ। କମ୍ପାନୀ ତରଫରୁ ଶସ୍ତା ମହଙ୍ଗା ଏକାଧିକ ଅଫର ମଧ୍ୟ କରାଯାଇଥାଏ। ଏଥିସହିତ ସେମାନଙ୍କୁ କିଛି ଖାସ ପ୍ଲାନ ମଧ୍ୟ ରହିଥାଏ। ଏହି ପ୍ଲାନ୍ସର ଫାଇଦା ଉଠାଇବା ଗ୍ରାହକମାନଙ୍କୁ କମ୍ ଦାମରେ ଅଧିକ ବେନିଫିଟ ହାସଲ କରିଥାନ୍ତି। ଏହା ମଧ୍ୟରେ ଜିଓ ଆଣିଦେଇଛି ସବୁଠାରୁ ଶସ୍ତା ପ୍ଲାନ। ଏଥିରେ ଗ୍ରାହକମାନେ 885 ଟଙ୍କାରେ 11 ମାସ ପର୍ଯ୍ୟନ୍ତ କଲିଂ, ଡାଟା ଏବଂ SMS ସର୍ଭିସ ପାଇପାରିବେ। ଏହା କମ୍ପାନୀର ଲଙ୍ଗ ଟର୍ମ ପ୍ଲାନ ହୋଇଥିବା ବେଳେ ଗ୍ରାହକମାନେ 11 ମାସ ପର୍ଯ୍ୟନ୍ତ ଡାଲିଡିଟି ମଧ୍ୟ କରିପାରିବେ। WHOର ଅନୁମୋଦନ ବିନା ORSକୁ ଲେବେଲକୁ କରାଯାଇ ପାରିବ ନାହିଁ ବ୍ୟବହାର। ଓରାଲ ହାଇଡ୍ରେସନ ସଲ୍ଟସ ବା ORSକୁ ନେଇ ନୂତନ ନିୟମ ଆସିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମୋଦନ ବିନା ORS ଲେବେଲକୁ କରାଯାଇ ପାରିବ ନାହିଁ ବ୍ୟବହାର। ଏହାକୁ ନେଇ ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ବା ଫସାଇ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରସ୍ତୁତ ଫର୍ମୁଲା ଅନୁସାରେ ଯଦି ତାହା ପ୍ରସ୍ତୁତ ହୋଇନଥାଏ ତେବେ ORS ଶବ୍ଦ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ମଧ୍ୟ କୁହାଯାଉଛି। ୟୁନିସେଫ ଅନୁସାରେ ORS ହେଉଛି ଚିନି ଏବଂ ଲୁଣର ଏକ ମିଶ୍ରଣ ଯାହାକୁ ପରିଷ୍କାର ପାଣିରେ ପିଆଇ ମଧ୍ୟ ପାନ କରାଯାଇଥାଏ। ଦୀପାବଳିରେ ବେସନ ଲଡୁ ତିଆରି କରିଛନ୍ତି ରାହୁଲ ଗାନ୍ଧୀ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୀପାବଳିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ ପୁରୁଣା ପ୍ରସିଦ୍ଧ ମିଠା ଦୋକାନ ତଥା ଘଣ୍ଟେୱାଲା ମିଠା ଦୋକାନକୁ ଯାଇ ଇମରତି ଏବଂ ବେସନ ଲଡୁ ତିଆରି କରିଛନ୍ତି। ରାହୁଲ ଏକ ଭିଡିଓ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ ଘଣ୍ଟେୱାଲାରେ ଇମରତି ଏବଂ ଲଡୁ ହାତରେ ବନାଇବାକୁ ଚେଷ୍ଟା କଲେ ଶତାବ୍ଦୀ ପୁରୁଣା ଏହି ଦୋକାନର ମିଠା ଏବେ ମଧ୍ୟ ପାରମ୍ପରିକ ଏବଂ ହୃଦୟସ୍ପର୍ଶୀ ବୋଲି ସେ ମଧ୍ୟ କହିଛନ୍ତି। ଦୀପାବଳିରେ କର୍ମଚାରୀଙ୍କୁ ଏସୟୁଭି କାର ଉପହାର ଦେଲେ ମାଲିକ। ଚଣ୍ଡିଗଡ଼ର ଏକ ଫାର୍ମା କମ୍ପାନୀ ମାଲିକ ଦୀପାବଳିରେ କର୍ମଚାରୀଙ୍କୁ 51ଟି ବିଳାସପୂର୍ଣ୍ଣ ଏସୟୁଭି କାର ବା ସ୍କର୍ପିଓ ଉପହାର ଦେଇ ସଭିଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଭାଇରାଲ ଭିଡିଓରେ MITS ଗ୍ରୁପର ସଂସ୍ଥାପକ ତଥା ଅଧ୍ୟକ୍ଷ MK ଭାଟିଆ କର୍ମଚାରୀଙ୍କୁ କାର ଚାବି ଦେଉଥିବା ନେଇ ଦେଖିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ କମ୍ପାନୀର ଭଲ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କୁ ଏହି ଉପହାର ମିଳିଛି। ପୂର୍ବରୁ ମଧ୍ୟ ଭାଟିଆ ଦୀପାବଳିର କର୍ମଚାରୀଙ୍କୁ ଗାଡି ମଧ୍ୟ ଦେଇଥିଲେ। ପାକିସ୍ତାନରେ ହିଂସା, ପୋଲିସ ଗୁଲିରେ 11 ଜଣ ମୃତ ଏବଂ 50ରୁ ଉର୍ଦ୍ଧ୍ୱ ଜଣ ଆହତ। ଲାହୋରରେ ତେରିକ ଇ ଲାଇବାନ ବା ପାକିସ୍ତାନ ବା TLP ଇସଲାମୀୟ ସଂଗଠନ ଶୋଭାଯାତ୍ରା ବେଳେ ପୋଲିସ ସହିତ ସଂଘର୍ଷ ଘଟିଥିଲା। ପାଲେଷ୍ଟାଇନ ସପକ୍ଷବାଦୀ ରାଲି କରିବା ପାଇଁ ସେମାନେ ରାଜଧାନୀ ଅଭିମୁଖେ
ଯିବାକୁ ଯାଉଥିବା ବେଳେ ସୁରକ୍ଷା ବଳ ଅଟକାଇବାକୁ ଉଦ୍ୟମ କରୁଥିବାରୁ ଉତ୍ତେଜନା ଦେଖିବାକୁ ମିଳିଥିଲା। ପୋଲିସ ଆଖିବୁଜା ଗୁଳି ଚଳାଇବାରୁ ଟିଏଲପିର 11 ଜଣ ସଦସ୍ୟ ନିହତ ହେବା ସହିତ 50ରୁ ଉର୍ଦ୍ଧ୍ୱ ଆହତ ହୋଇଯାଇଥିବା ନେଇ ସଂଗଠନ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି। ଆରଜିକର ମେଡିକାଲ କଲେଜରେ ଘଟଣାର ପୁନରାବୃତ୍ତି। ପଶ୍ଚିମବଙ୍ଗର ଦୁର୍ଗାପୁର ଏକ ଘରୋଇ ମେଡିକାଲ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀ କଲେଜ ହସ୍ପିଟାଲ କ୍ୟାମ୍ପସ ମଧ୍ୟରେ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା 2024 ମସିହାର ଆରଜିକର ମେଡିକାଲ କଲେଜର ମାମଲାର ସମ୍ପୃକ୍ତିକୁ ପୁନରାବୃତ୍ତି କରୁଛି, ଯାହା ରାଜ୍ୟର ହାଲକୁ ଜଣାଇ ଦେଉଛି, ଯେଉଁଥିରେ ଜଣେ ଜୁନିୟର ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା କରାଯାଇଥିଲା। ରୁଷ ଏବଂ ୟୁକ୍ରେନ ଯୁଦ୍ଧକୁ ନେଇ ଜେଲେନ୍ସ୍କିଙ୍କ ବଡ଼ ବୟାନ। ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ଯେ ରୁଷ ସହିତ ଚାଲିଥିବା ଯୁଦ୍ଧ ଶେଷ କରିବାର ସଠିକ ସମୟ ଆସିଯାଇଛି। ଏଥିପାଇଁ ସହଯୋଗୀ ଦେଶ ମସ୍କୋ ଉପରେ କୂଟନୈତିକ ଚାପ ପକାଇବା ଆବଶ୍ୟକ ଅଟେ। ଜେଲେନ୍ସ୍କି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରୋନଙ୍କ ସହିତ ବର୍ତ୍ତମାନର ସ୍ଥିତି ଏବଂ ଶାନ୍ତି ଉପସ୍ଥାପନା ଉଦ୍ଦେଶ୍ୟରେ ହେଉଥିବା କୂଟନୈତିକ ଚର୍ଚ୍ଚା ଉପରେ ଆଲୋଚନା କରୁଥିବା ନେଇ ଏକ୍ସରେ ମଧ୍ୟ ପୋଷ୍ଟ କରି ସୂଚନା ଦେଇଛନ୍ତି। ଟ୍ରାଫିକ ପୋଷ୍ଟକୁ ଯାଇ କାର୍ଯ୍ୟରତ କର୍ମଚାରୀଙ୍କୁ ମିଠାଇ ବାଣ୍ଟିଲେ ପୋଲିସ କମିଶନର। ଲୋକେ ଘରେ ରହି ଆନନ୍ଦରେ ଦୀପାବଳି ପାଳନ କରୁଛନ୍ତି, ଆଉ ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ସବୁଠାରେ ସଜାଗ ରହୁଛି। ଥାନାରୁ ନେଇକି ଟ୍ରାଫିକ ପୋଷ୍ଟ ଆଉ ଗୁରୁତ୍ୱପୂର୍ଣ୍ଣ ଛକ ବଜାର ସବୁଠି ଦୀପାବଳିରେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ପୋଲିସରେ କାର୍ଯ୍ୟରତ କର୍ମଚାରୀ। କେବଳ ପୁରୁଷ ପୋଲିସ ନୁହେଁ, ମହିଳା ପୋଲିସ କର୍ମଚାରୀ ମଧ୍ୟ ଦୀପାବଳି ରାତିରେ ଡ୍ୟୁଟି କରୁଛନ୍ତି। ବିଭିନ୍ନ ଛକରେ ଟ୍ରାଫିକ ପୋଲିସ ଡ୍ୟୁଟି କରୁଥିବା ବେଳେ ସେମାନଙ୍କ ସହିତ ଦୀପାବଳି ପାଳିଛନ୍ତି ପୋଲିସ କମିଶନର ତଥା ଏସ୍ ଦେବଦତ୍ତ ସିଂ ଏବଂ ଡିସିପି ଜଗମୋହନ ମୀନା। ରାଜନୈତିକ ଶତ୍ରୁତାର ପୀତବାସ ପଣ୍ଡାଙ୍କୁ କରାଯାଇଛି ହତ୍ୟା। ବରିଷ୍ଠ ଆଇନଜୀବୀ ପୀତାବାସ ପଣ୍ଡା ହତ୍ୟା ମାମଲାରେ ବଡ଼ ଅପଡେଟ୍ ଆସିଛି। ବ୍ରହ୍ମପୁର ସହରର ଜଣେ ଚର୍ଚ୍ଚିତ ରାଜନେତାଙ୍କୁ ଉଠାଇ ନେଇଛି ପୋଲିସ। ପୋଲିସ ଉଠାଇ ନେଇଥିବା ରାଜନେତା ଜଣଙ୍କ ପୂର୍ବରୁ ଏକାଧିକ ମାମଲା ଜେଲରେ ଥିଲା ବୋଲି ଜଣାପଡ଼ିଛି। ପୋଲିସ ଉକ୍ତ ରାଜନେତାଙ୍କୁ ସନ୍ଧ୍ୟାରେ ଉଠାଇନି ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଛି। 4 ଦିନ ହେଲା ପୋଲିସ ସ୍ଥାନୀୟ ଜଣେ କର୍ପୋରେଟରଙ୍କ ସହିତ ଦିଲ୍ଲୀରୁ ଜଣେ ଛାତ୍ର ନେତାଙ୍କୁ ମଧ୍ୟ ଉଠାଇ ଆଣି ଜେରା କରିଛି। ପୂର୍ବ ଶତ୍ରୁତାକୁ ନେଇ ଟ୍ୟୁସନ ସାର୍କୁ ଗୁଳି ମାଡ଼, ମେଡିକାଲରେ ଭର୍ତ୍ତି ସାର୍। ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ଅଧୀନରେ ଥିବା ଶିଆଲିଘାଟି ପଞ୍ଚାୟତର ମାଙ୍କଡ଼ାପାଳ ଗ୍ରାମର ଜଣେ ଟ୍ୟୁସନ ସାର୍ଙ୍କ ଉପରେ ଗୁଳିମାଡ଼ ହୋଇଛି। ପୂର୍ବ ସୂଚନା ମୁତାବକ ଚଳିତ ମାସ ମାଙ୍କଡ଼ାପାଳ ଗ୍ରାମର ଶ୍ରୀକାନ୍ତ ନାୟକଙ୍କ ପୁଅ ତଥା ସଞ୍ଜୟ ନାୟକ ପ୍ରତିଦିନ ଭଳି ମଧ୍ୟ ଟ୍ୟୁସନ ସାର୍ ରାତି 9:30 ସମୟରେ ଘରକୁ ଫେରୁଥିଲେ। ଆଉ ଅଧା ରାସ୍ତାରେ ଚୋରା ବନ୍ଧୁକ ଧରି ଜଗି ବସିଥିଲା ପ୍ରତିଶୋଧ ପରାୟଣ ନର ରାକ୍ଷସ ତାଙ୍କର ଛାତ୍ର ଏବଂ ସେ ସେଠାରେ ତାଙ୍କୁ ଆଟାକ୍ କରି ତାଙ୍କୁ କ୍ଷତାକ୍ଷତ କରିଦେଇଛି। ଭଦ୍ରକରେ ଆଜିଠାରୁ ଆରମ୍ଭ ହେଉଛି ଐତିହାସିକ କାଳୀ ପୂଜା। ଭଦ୍ରକରେ ଆଜିଠାରୁ ଆରମ୍ଭ ହୋଇଯାଇଛି ଐତିହାସିକ କାଳୀ ପୂଜା। ଏଥିପାଇଁ ସଜେଇ ହୋଇଛି ମା ଭଦ୍ରକାଳୀଙ୍କ ପୀଠଠାରୁ ଚମ୍ପାରର ସବୁଠାରୁ ପୂଜା ମଣ୍ଡପ। ମାଙ୍କ ଆଗମନ ସହିତ ଆଲୋକ ଏବଂ ଆନନ୍ଦର ପର୍ବ ଦୀପାବଳି ଏବଂ ଭଦ୍ରକାଳୀଙ୍କ ଆରାଧନା ପାଇଁ ଭଦ୍ରକ ଉତ୍ସବ ମୁଖର ହୋଇ ଉଠିଛି। ମାଙ୍କ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ରାଜ୍ୟର ପ୍ରସିଦ୍ଧ ଭଦ୍ରକ କାଳୀ ପୂଜା ପାଇଁ ନୂତନ ରୂପରେ ସଜେଇ ହୋଇଛି ମା ଚରମ୍ପା। 600 ବର୍ଷର ଆଦିଶକ୍ତି ପୀଠ ମା ଭଦ୍ରକାଳୀ ପୀଠରେ ପୂଜା ପାଇଁ ମଧ୍ୟ ପ୍ରସ୍ତୁତି ଶେଷ ହୋଇଯାଇଛି। ଶ୍ରୀକ୍ଷେତ୍ରରେ ପୟା ଶ୍ରାଦ୍ଧ, ବଳବଳୁଆ ଡାକ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼। ଆଜି ପବିତ୍ର ଦୀପାବଳି ଅବସରରେ ଅମାବାସ୍ୟାରେ ଶ୍ରୀକ୍ଷେତ୍ରରେ ପାୟା ଶ୍ରାଦ୍ଧ ବଳବଳୁଆ ଡାକ ପାଇଁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଜଗା ଦର୍ଶନ ସହିତ ପିତୃପୋଷକଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ନିକଟରେ କାଉରିଆ କାଠି ଜାଳିଛନ୍ତି ଦର୍ଶନାର୍ଥୀ। ପ୍ରଶାସନିକ ବ୍ୟବସ୍ଥା ମଧ୍ୟରେ ଏମିତି ଡାକରେ ପ୍ରକମ୍ପିତ ହୋଇଛି ବଡ଼ଦାଣ୍ଡ। ଶ୍ରୀମନ୍ଦିର ସମ୍ମୁଖରେ ଏକାଠି ହୋଇ ବଡ଼ବଡ଼ୁଆ ଡାକରେ ହଜାର ହଜାର ଶ୍ରଦ୍ଧାଳୁ ଅଶ୍ୱିନୀ କୃଷ୍ଣ ପ୍ରତିପଦା ଠାରୁ ପ୍ରତିପକ୍ଷରେ ମର୍ତ୍ତାଳୟ ଲୋକ ଆସି ପିତୃଲୋକଙ୍କୁ ଆଜି ଦୀପାବଳିରେ ଆଲୋକର ମାର୍ଗ ଦେଖାଇ ମେଲାଣି ଦିବାର ଦୀପଦାନ ବା ପାୟାଶ୍ରାଦ୍ଧର ଆଜିର ଦିନରେ ବିଧି ରହୁଛି। ଅକ୍ଟୋବରରେ 2ଟି ବାତ୍ୟା ଭୟ ପାଇଁ ଆମେରିକା GFS ମଡେଲର ଆକଳନ। ପୁଣି ଅକ୍ଟୋବରରେ 2ଟି ବାତ୍ୟାର ଭୟ ରହୁଛି। 1999 ଅକ୍ଟୋବରରେ 2ଟି ବାତ୍ୟା ଆସିବା ବେଳେ 24 ବର୍ଷ ପରେ ପୁଣି ସମାନ ମାସରେ 2ଟି ବାତ୍ୟା ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛନ୍ତି ଆମେରିକାର GFS ମଡେଲ, ଯାହା ଅନୁସାରେ 2ଟି ବାତ୍ୟା ମଧ୍ୟରୁ ଗୋଟିଏ ଆନ୍ଧ୍ରପ୍ରଦେଶ ଏବଂ ଅନ୍ୟଟି ତାମିଲନାଡୁ ମୁହାଁ ହୋଇପାରେ। ତେବେ ଏହି ପ୍ରତିକ୍ରିୟାରେ IMD DG ତଥା ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଏବେ ସୁଦ୍ଧା ଓଡ଼ିଶାକୁ ବାତ୍ୟାର ୱାର୍ଣ୍ଣିଂ ମଧ୍ୟ ମିଳିପାରି ନାହିଁ ବୋଲି।
ନୂଆପଡ଼ା ନିର୍ବାଚନ ନାମାଙ୍କନ ଭରିଛନ୍ତି 19 ଜଣ ପ୍ରାର୍ଥୀ। ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ ରହିଛି। ସମୁଦାୟ 19 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେମାନେ ହେଉଛନ୍ତି ବିଜୁ ଜନତା ଦଳର ସୁନାଙ୍ଗିନୀ ଛୁରିଆ, ଭାରତୀୟ ଜନତା ଦଳର ଜୟ ଢୋଲାକିଆ ଏବଂ ଭାରତୀୟ ଜାତୀୟ କଂଗ୍ରେସର ଘାସିରାମ ମାଝୀ, ସମାଜବାଦୀ ପାର୍ଟିର ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିର ହେମନ୍ତ ତାଣ୍ଡି, ବହୁଜନ ସମାଜ ପାର୍ଟିର ରାଜାରାମ ସାହୁ, ଓଡ଼ିଶା ଜନତା ଦଳର ଶୁକ୍ରକାନ୍ତ ତଣ୍ଡସେନା, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ସୀତାରାମ ବେହେରା ମଧ୍ୟ ଏଥିରେ ନାମାଙ୍କନ ଦାଖଲ କରିଛନ୍ତି। ବଙ୍ଗୋପସାଗରରେ ଲଘୁଚାପ 24ରୁ 26 ଯାଏଁ ପ୍ରବଳ ବର୍ଷା। ଭାରତୀୟ ପାଣିପାଗ ବିଭାଗ ବା IMD ଅନୁଯାୟୀ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହୁଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଆଗାମୀ 3 ଦିନ ବର୍ଷା ବଜ୍ରପାତର ସହିତ ସତର୍କତା ଜାରି ରଖାଯାଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତା 24ରୁ 26 ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ଆଶଙ୍କା କରାଯାଉଛି। ଏହାକୁ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହାର ମଧ୍ୟ ସୂଚନା ଦିଆଯାଇଛି। ଭାରତ ବିରୋଧରେ ବିଶ୍ୱ ବାଣିଜ୍ୟ ସଂଗଠନ ନିକଟରେ ଅଭିଯୋଗ କରିଛି ଚାଇନା। ଚାଇନା ଭାରତର ଇଲେକ୍ଟ୍ରିକ୍ ଯାନ ବା EV ବା ବ୍ୟାଟେରୀ ପାଇଁ ଦିଆଯାଉଥିବା ସବସିଡି ବିରୁଦ୍ଧରେ ବିଶ୍ୱ ବାଣିଜ୍ୟ ସଂଗଠନ ବା WTOରେ ଅଭିଯୋଗ କରିଛି। ଚାଇନା ବାଣିଜ୍ୟ ମନ୍ତ୍ରାଳୟ କହିଛି ଯେ ଭାରତର ଏହି ଯୋଜନା WTO ନିୟମ ଉଲ୍ଲଂଘନ କରୁଛି। ଏହା ଘରୋଇ କମ୍ପାନୀକୁ ଅଧିକ ଲାଭ ଦେଉଛି। ଆମଦାନୀ ବଦଳରେ ସବସିଡି ଯାହା ନିଷିଦ୍ଧ ଅଟେ, ଯାହା ଚାଇନାର ସ୍ୱାର୍ଥକୁ ମଧ୍ୟ କ୍ଷତି ପହଞ୍ଚାଉଛି। ଆମାଜନ କ୍ଲାଉଡର ସେବାରେ ବିଶ୍ୱବ୍ୟାପୀ ବିଭ୍ରାଟ, ଅନେକ ୱେବସାଇଟ୍ ଏବଂ ଆପ୍ ଅଚଳ। ଆମାଜନର କ୍ଲାଉଡ ସେବା ୟୁନିଟ୍ ବା AWSରେ ବିଶ୍ୱବ୍ୟାପୀ ବିଭ୍ରାଟ ଦେଖିବାକୁ ମିଳିଛି। ଏହା ଫଳରେ ବିଶ୍ୱର ଅନେକ କମ୍ପାନୀର ସଂଯୋଗ ସମସ୍ୟା ଦେଖାଦେଇଛି ଏବଂ ଫର୍ଚୁନ୍, ସ୍ନାପଚାଟ୍ ଭଳି ଲୋକପ୍ରିୟ ୱେବସାଇଟ୍ ମଧ୍ୟ ଏବଂ ଆପ୍ ଗୁଡ଼ିକରେ ସେବା ମଧ୍ୟ ବ୍ୟାହତ ହୋଇଛି। AWS ତାର ଷ୍ଟାଟସ୍ ପେଜରେ ଏହି ବିଷୟରେ ଅପଡେଟ୍ ଦେଇଛି କହିଛି। US East 1 ଅଞ୍ଚଳରେ ଏକାଧିକ AWS ସେବାରେ ତ୍ରୁଟି ହାର ଏବଂ ବିଳମ୍ବ ବୃଦ୍ଧି ହେଉଛି ବୋଲି ଆମେ ନିଶ୍ଚିତ କରୁଛୁ। ଏହି ଷ୍ଟାର୍ଟଅପ୍ ପ୍ରୋପୋସିଟି କେପ୍ରି ପୁନେସ ଏକ୍ସଚେଞ୍ଜ, କଏନବେସ୍, ଟ୍ରେଡିଂ ଆପ୍ ରବିନହୁଡ୍ ଏବଂ ଏହି ବିଭ୍ରାଟକୁ AWS ସହିତ ମଧ୍ୟ ଯୋଡ଼ି ଦେଇଛନ୍ତି।